ସାଇକୋଲୋଜି କହିଥାଏ ଯେକୌଣସି ଭାଉଜମାନଙ୍କ ନଜରରେ ସେକ୍ସ ମାଷ୍ଟର ବନିବା ପାଇଁ ହେଲେ ସେକ୍ସ କରିବା ସମୟରେ ଏହି ତିନୋଟି କାମ ଆମକୁ ନିଶ୍ଚୟ କରିବାକୁ ପଡ଼ିବ। ତା ହେଉଛି ସର୍ବପ୍ରଥମେ କମ୍ ସେ କମ୍ ଅଧଘଣ୍ଟାଏ ପର୍ଯ୍ୟନ୍ତ ସବୁ ଅଙ୍ଗ ସହିତ ରୋମାନ୍ସ କରିବାକୁ ହେବ। ଦ୍ୱିତୀୟରେ ତାଙ୍କର ବିଆକୁ ଜିଭ ଲଗାଇ ଭଲ ଭାବରେ ଚାଟିବାକୁ ପଡ଼ିବ। ତୃତୀୟରେ 5ରୁ 6ଟି ପୋଜିସନରେ ଧୀରେ ଧୀରେ ରହି ଗେହିବେ ଆଉ ଦେଖିବେ ସେହି ମହିଳା କେମିତି ଆପଣଙ୍କର ଦିୱାନୀ ହୋଇଯିବେ। ସାଇକୋଲୋଜି କହିଥାଏ ଯେଉଁ କପୁଲ ନିଜ ଯୌନ କ୍ରିୟାରେ ଅଧିକ ଆକ୍ଟିଭ ଓ ଖୋଲା ବିଚାରର ହୋଇଥାନ୍ତି ତେବେ ତାଙ୍କର ରିଲେସନସିପ୍ ଅନ୍ୟମାନଙ୍କ ତୁଳନାରେ ଅଧିକ ମଜବୁତ ହୋଇଥାଏ। ସାଇକୋଲୋଜି କହିଥାଏ ଯେଉଁ ଝିଅମାନେ ନିଜ ଗୋଡ଼ ମଝିରେ ତକିଆ ରଖି ଶୋଇଥାନ୍ତି ତେବେ ତାଙ୍କର ସ୍ୱପ୍ନ ଅନ୍ୟ ଝିଅମାନଙ୍କ ତୁଳନାରେ ଅଲଗା ହୋଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ଆପଣଙ୍କ ମୁଡ୍ ହ୍ୟାପିରୁ ସ୍ୟାଡ୍ ଆଡ଼କୁ ଯିବାକୁ ଲାଗେ ତେବେ ଏହାର ମାନେ ହେଉଛି କି ଆପଣ କାହାକୁ ଅଧିକ ମିସ୍ କରୁଛନ୍ତି। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ନିଜକୁ ବହୁତ ସୁନ୍ଦର ଭାବି ନିଜ ଫଟୋକୁ ଅନଲାଇନ୍ ପୋଷ୍ଟ କରିଥାନ୍ତି ତେବେ ସେହି ଲୋକମାନେ ବାସ୍ତବରେ ମାନସିକ ରୋଗରେ ପୀଡ଼ିତ ଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ପୁରୁଷର ଲିଙ୍ଗ ଚାରିପଟେ ଅତ୍ୟଧିକ ବାଳ ଥାଏ ତେବେ ଏହା ଯୌନ କ୍ରିୟା ସମୟରେ ବାଧା ସୃଷ୍ଟି କରିବାର ଅନୁଭବ କରାଇଥାଏ। ସାଇକୋଲୋଜି କହିଥାଏ ହୃଦୟ ଉପରେ ଧକ୍କା ସେତେବେଳେ ଲାଗିଥାଏ ଯେତେବେଳେ ଧକ୍କା ଦେଇଥିବା ଲୋକଟି ଉପରେ ବିଶ୍ୱାସ ଆସିଥାଏ। ସାଇକୋଲୋଜି କହିଥାଏ ସମୟ ପୂର୍ବରୁ ମିଳିଥିବା ଜିନିଷ ନିଜର ମୂଲ୍ୟ ହଜାଇ ଦେଇଥାଏ କିନ୍ତୁ ସମୟ ପରେ ମିଳିଥିବା ଜିନିଷ ନିଜର ମୂଲ୍ୟ ସବୁଦିନ ପାଇଁ ରଖିଥାଏ। ସାଇକୋଲୋଜି କହିଥାଏ ଯେଉଁ ଝିଅମାନଙ୍କର କାନ ଛୋଟ ହୋଇଥାଏ ତେବେ ଏହିଭଳି ଝିଅମାନେ ଅଧିକ ରାଗୀ ସ୍ୱଭାବର ହୋଇଥାନ୍ତି ଓ ଏମାନେ ଅନ୍ୟର କଥାକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ।